ମା ପୁଅ को ଭଲ ପାଇଲେ ସେ ପୁଅ ଛୋଟା ନେଙ୍ଗଡା ଭଲ କରୁ ମନ୍ଦ କରୁ ସିଏ ତାର କୌଣସି ଦୋଷ ଧରୁନି ନା ନା ମୋ ପୁଅ ଠିକ ହେଲା ତମେ ସବୁ ଭୁଲ ମୋ ପୁଅ ଠିକ କଣ ବୁଝିପାରୁଛ ସିଏ କିଛି ଦୋଷ ତ୍ରୁଟି ଧରେ ନା ସେଇମିତି ତମେ ଯେତେବେଳେ ଗୁରୁଙ୍କୁ ଭଲ ପାଇ ବସିବ ଗୁରୁ କିଛି ତମର ଦେଖିବେନି ନା ନା ତୁ ମୋର ଠିକ ତୁ ଠିକ ବାଟ ସବୁ ଛାଡ ସବୁ ଛାଡ ମୋତେ ପାଇବୁ ମୋତେ ପାଇଲେ ସବୁ ପାଇବୁ। ଆଚ୍ଛା ମାନେ ସାର୍ ମାନେ କହନ୍ତି ଜ୍ଞାନ ଯଜ୍ଞ ଏବଂ ବାହ୍ୟ ଯଜ୍ଞ ଭିତରେ ଫରକ କିଛି ଫରକ ନାହିଁ ବାହ୍ୟ ଯଜ୍ଞଟା ହଉଛି ବାହାରେ ଜ୍ଞାନ ତମେ ଦେଖ ତମେ ଗୋଟେ ଗୀତ ପେନଡ୍ରାଇଭ ରେ ରେକର୍ଡିଂ କରିଛ ହେଲା ସେଟାକୁ ତମେ ଆମ୍ପ୍ଲିଫାୟର ରେ ମାଇକ ରେ ବଜଉଛ ସେ ବାଜିବା ଗୀତ ଆଉ ପେନଡ୍ରାଇଭ ଗୀତ ଏକା ନା ଅଲଗା ଏକା ବାସ୍ ଆସି ଏଟା ହଉଛି ଗୁପ୍ତ ସେଟା ହଉଛି ମୁକ୍ତ ପେନଡ୍ରାଇଭ ରେ ଯିଏ ଅଛି ମତେ ଶୁଭୁ ନାହିଁ ଟଙ୍ଗାରେ ଯିଏ ବୋଲୁଛି ସେଇଟା ମତେ ଶୁଭୁଛି କିନ୍ତୁ ଗୋଟିଏ ଗୀତ ନା ସେଇ ଗୋଟେ ଗୀତ ବାସ୍ ତେଣୁ ଯଦି ବାହାରେ ଯୋଉ ଯଜ୍ଞ କର୍ମ କରୁଛ ସେଇଟା ଭିତର କର୍ମର ପ୍ରତିଫଳନ ଭିତର କର୍ମର ପ୍ରତିଫଳନ ଟା ବାହାରେ ବାହାରେ ଯୋଉ କର୍ମ କରୁଛ ସେଇ କର୍ମଟା ମାନସିକରେ ଭିତରେ କରାଯାଏ ଲୋକମାନଙ୍କୁ ଦେଖିବା ପାଇଁ ବାହାରେ କରାଯାଏ ଗୋଟିଏ ଜିନିଷ ସବୁଥିରେ କିଛି ଫଳ ଅଛି ବୁଝିପାରିଲ କର୍ମ କଲେ ଫଳ ନାହିଁ ନା ଫଳ ଅଛି ନା ଏଇ ହଉଛି ଆଜ୍ଞା ଦୀକ୍ଷା ନେଲେ ଆମିଷ ଛାଡିତେ ପଡିବ ନାଇଁ କାହିଁ ଛାଡିବ ଆମିଷ କାହିଁ ଆମିଷ ଛାଡି ଦେଇକି ଯଦି ସବୁ ଲୋକ ସ୍ୱର୍ଗକୁ ଯାଉଛନ୍ତି ତାହେଲେ ସମସ୍ତେ ତ ଆମିଷ ଛାଡି ଦୀକ୍ଷା ନିଅନ୍ତି କିଛି କିଛି ଛାଡିବା ଦରକାର ନାହିଁ ସ୍ତ୍ରୀ ଛାଡିଦେଇଛ ଭଲ କଥା ଶୁଣ ସ୍ତ୍ରୀ ସହିତ ସମ୍ପର୍କ ଥାଉ ଆଉ ମାଛ ମାଂସ ଆମିଷ ଯାହା ଖାଉଛ ସେୟା ଖାଉଥା କେବଳ ଗୋଟେ ଜିନିଷ ହଉଛି ନିଶା ଦ୍ରବ୍ୟକୁ ଛାଡିକି ଆଉ ଯାହା ଖାଉଛ ତମେ ଖାଅ ସେ ତମର ଖାଦ୍ୟ ବୁଝିଲେ ସେ ଖାଦ୍ୟ ଆମ ଅବଧୂତ କର୍ମରେ କୌଣସି ପ୍ରଭାବ ପକେଇ ପାରେ ନା ହେଲା ତେଣୁ ତମେ ଆସ ମୁଁ ସବୁ ବୁଝେଇଦେବି ଆଜ୍ଞା ନା ନିଶା ଦ୍ରବ୍ୟ ମୋର କିଛି ନାହିଁ ବାସ୍ ସେତିକି ଆଇଁଷ ବି ଛାଡି ଦେଇଛି 3 ବର୍ଷ ହବ ଛାଡି ଦେଇଛି ଆମିଷ ଯଦି ଛାଡି ଦେଇଛ ଆହୁରି ଭଲ କଥା ନିରାମିଷ ଖାଉଛ ସୁନ୍ଦର ହେଲା ତାପରେ ତମକୁ ବାଟ ଦିଆଯିବ ତମେ କରିବ କିଛି ଅସୁବିଧା ନାହିଁ ଆଜ୍ଞା ଯାହା ଭରସା ଦେଲେ ସେତିକି ଯେ ମାନେ ଏପର୍ଯ୍ୟନ୍ତ ମୁଁ ସଠିକ ମାନେ ଜଣଙ୍କ ପାଖ ଗୁରୁଙ୍କୁ ମୁଁ ପାଇନାହିଁ ବୋଲି ଯୋଉ ୟୁଟ୍ୟୁବରେ ବହୁତ ଦେଖୁଛୁ କିନ୍ତୁ ସେମାନେ ଯେମାନେ ବି ଅଛନ୍ତି ବହୁତ ଦୂରରେ ହାଇ ଚିତ୍ରକୂଟ କିମ୍ବା ହିମାଳୟ ବହୁତ ଦୂରରେ ଏବଂ ତାଙ୍କ କଥା ଏତେ ହାଇ ଯେ ଆମେ ତାଙ୍କ ପାଖରେ ପହଞ୍ଚି ପାରିବାନି କି ତାଙ୍କୁ ଦର୍ଶନ ବି କରିପାରିବାନି ନା 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 ସମ୍ଭବ ଇଏ ବିଶ୍ୱମ୍ବର ବାବୁ ହଉଛନ୍ତି ଭାରି ଲୋ ତମେ ଚିନ୍ତା କର ନା ତମେ ମୋ ପାଖରେ ଆସି ବସିବ ଖାଇବ ସାଙ୍ଗରେ ବସି ଖାଇବା ଏଥିରେ କିଛି ଚିନ୍ତାଧାରା ନାହିଁ ଏବଂ ମୋ ଅନ୍ତର କଥା ତମକୁ ଯେତେବେଳେ ମୋର ଅତି ପ୍ରିୟ ପାତ୍ର ହେଇଯିବ ସବୁ ଅନ୍ତର କଥା ତମକୁ ଖୋଲିକି କହିଦେବି ବୁଝିପାରିଲ ନା ଆଜ୍ଞା ଆଜ୍ଞା ସେ ଆମର ଗୋଟେ କଥା ଶୁଣ ଯେତେବେଳେ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଚାଲିଗଲେ ବୁଝିଲ ସେଟା କାଲକାଟା ମାଟି ଅଫିସରେ ସେ ଦେହତ୍ୟାଗ କଲେ ସେତେବେଳେ ଦେହତ୍ୟାଗ କଲେ ମୁଁ ତାଙ୍କ ପାଖରେ ଥିଲି ବୁଝିପାରିଲେ ଯେତେବେଳେ ସେ ଚାଲିଗଲେ ଖାଲି ମୋ ପାଟିରୁ ଖାଲି ପଦେ ବାହାରି ପଇଲା ବୁଝିପାରିଲେ କି ଅନ୍ତର କଥା ମୋ କହିବାକୁ ଆଉ ରହିଗଲା କିଛି ବାକି ଆଉ ସତେ ଫେରିବ କି ଦୟାନିଧି ଆଉ ସତେ ଫେରିବ କି କାଲକାଟାରୁ ଲୁହ ଝରିଲା ବାଇଟାଇମ ମଠରେ ଆସିକି ଲୁହ ସରିଲା କଣ ବୁଝିଲେ ନା ମାତ୍ର ଏତିକି ଅନ୍ତର କଥା ମୁଁ କହିବାକୁ ଆଉ ରହିଗଲା କିଛି ବାକି ଆଉ ସତେ ଫେରିବ କି ଦୟାନିଧି ଆଉ ସତେ ଫେରିବ କି ବୁଝିଲ କିନ୍ତୁ ଏଇ ଡାକଟା ନିଶ୍ଚିନ୍ତ ତାଙ୍କ ପାଖରେ ପହଞ୍ଚିଲା ନିଶ୍ଚିନ୍ତ ବି ସେ ଫେରିଲେ ତମେ ବିଶ୍ୱାସ କରିପାରିବେନି ଜାଣିପାରିବେନି ସେ କଥା ଗୁଡାକ ନିଶ୍ଚିନ୍ତ ସେ ଫେରିଲେ ଏବଂ ଦେଖାଦେଲେ ସେଇଭଳି ପ୍ରକାର କଥା ଯଦି ଅନ୍ତର କୋହରେ ତମେ ଡାକିବ କୋଉଠି ସେ ରଖିବେ ତମ ପାଖରେ ଯାଇ ବଳେ ବିଶ୍ୱମ୍ବର କଣ ଦୟାନିଧି କଣ କିଏ କଣ କିନ୍ତୁ ଏଠି ମୁଁ କାର କିଛି ରଖେନି ମୁଁ ସାଧନା କରିବି ମୁଁ ଜାଣିବି ମୁଁ କରିବି ଏଗୁଡା ସବୁ ଟୋଟାଲ ଛାଡିଦିଅ ସମର୍ପଣ କରିଦିଅ ଟୋଟାଲ ସବୁ କଣ ବଙ୍ଗାଳର ଥିଲେ କି ଆମର ଯେ ଆପଣଙ୍କ ଯିଏ ପୂଜ୍ୟ ଗୁରୁଦେବ ଦୟାନିଧି ବାବା ସେ ଓଡିଆର ନା ବଙ୍ଗଳା ଆମ ଓଡିଶାର ଆଜ୍ଞା ଯାଜପୁର ଜିଲ୍ଲାରେ ଆମର ମଠ ବାଇଟାଙ୍ଗି ମଠ ବୁଝିଲେ ସିଏ ପରମହଂସ ହେଲେ 1925 ମସିହାରେ ହେଲା କି କିନ୍ତୁ ତାକୁ ଜନଜଗତ ଜାଣିପାରିଲା ନାହିଁ 1961 ମସିହାରେ ଦିଲ୍ଲୀର ମାଲଚା ମାର୍ଗରେ ଯେତେବେଳେ ଚାରିଧାମର ଶଙ୍କରାଚାର୍ଯ୍ୟ ବସିଲେ ସେଠି ଯେତେବେଳେ ଇଏ ପରୀକ୍ଷା ଦେଲେ
ସେମାନେ ଯେତେବେଳେ ଅନୁଭବ କଲେ ସିଦ୍ଧ ପୁରୁଷ ମାନେ ନା ଇଏ ପ୍ରକୃତ ପରମହଂସ ହେଲେଣି, ସେତେବେଳେ ତାଙ୍କ ମୁଣ୍ଡରେ ସିଏ କଣ କଲେ ନା ଶାଢୀ ବାନ୍ଧିଲେ। କେତେବେଳେ 61 ମସିହାରେ। କିନ୍ତୁ ସିଏ ପରମହଂସ ହେଇଯାଇଥିଲେ 25 ବର୍ଷ ବୟସ, ନା 25 ମସିହାରେ, 1925 ମସିହାରେ ଯେତେବେଳେ ତାଙ୍କୁ 23 ବର୍ଷ ହେଇଥିଲା। 1 ବର୍ଷ 4 ମାସ 20 ଦିନ ସିଏ ଖାଲି କଳ୍ପି ସେବନ କରିକିରି ସିଏ କଣ ନା ଗୋନାସିକା ପାହାଡର, କେଉଁଝର ଗୋନାସିକା ପାହାଡର ବାଘ ଗୁମ୍ଫାରେ ସେ ସିଦ୍ଧି ଲାଭ କରିଥିଲେ। ନିର୍ବିକଳ୍ପ ସମାଧିରେ ସିଦ୍ଧି ଲାଭ କରିଥିଲେ। ସେ ଛୋଟ କଥା ନୁହେଁ, ଲୋକ ତ କେହି ଜାଣନ୍ତିନି। ତମେ ଯଦି ଆସିବ, ଖଣ୍ଡିଏ ବହି ଅଛି ନେଇଯିବ, ମହାପୁରୁଷ ଦୟାନିଧି ପରମହଂସ ବୋଲିକି, 7 ବର୍ଷ ଲାଗିଛି ତାକୁ ଲେଖିବାକୁ ମତେ। ତାଙ୍କ ଜନ୍ମ ମାଟି ତ ଏଇ ଭଦ୍ରକ ନା? ନାଇଁ, ଯାଜପୁର ଟାଉନ। ଯାଜପୁର। ବାଇଟାଙ୍ଗ ମଠ। ମୁଁ ପଳେଇ ଆସିଲି ବୁଲି ବୁଲି, ଏଇଠି ପାଇଲି ଜାଗା ଖଣ୍ଡେ ରହିଯାଇଛି ଆଉ। ଆପଣ ପୂର୍ବରୁ ବାଇଟାଙ୍ଗରେ ଥିଲେ? ହଁ, ତାଙ୍କ ପାଖେ ପାଖେ ରହିଥିଲି ଆଉ। ତାଙ୍କ ପାଖେ ପାଖେ ରହିଥିଲି। ଆଉ ସିଏ ମୋର ମାନେ 4 ଥର ଗୁରୁ, ଥରେ ଅଧେ ନୁହନ୍ତି। 4 ଥର? ଥରେ ତ ଗୁରୁ କରନ୍ତି ବାବା। ନାଇଁ, ଶୁଣ ମୁଁ ବୁଝେଇ ଦଉଛି। ଯେତେବେଳେ ମୁଁ ଛୋଟ ଛୁଆଟେ ହେଇଥିଲି, ଆମର ବ୍ରାହ୍ମଣ ପରିବାର। ଆଜ୍ଞା। ଯେତେବେଳେ ଛୋଟ ଛୁଆଟେ ହେଇଥିଲେ, ଠାକୁର ଆମ ଗାଁକୁ ଯାଇଥିଲେ। ଗୋଡରେ ବସେଇକି ମତେ ପଇତା ଦେଇଥିଲେ କାନ୍ଧରେ। ବ୍ରାହ୍ମଣ ସବୁ ପୂଜାପୂଜି ପାଠ କରୁଛନ୍ତି, କହିଲେ ବାବା ଏ ପିଲାକୁ ପଇତା ଦିଅନ୍ତୁ। ଠାକୁର ମତେ ପଇତା ଦେଇକି ସାବିତ୍ରୀ ମନ୍ତ୍ର ଦେଇଥିଲେ। ହେଲେ ଥରେ ଗୁରୁ ହେଲା। ତାପରେ ସେଇଠୁ ମୁଁ ଯେତେବେଳେ ମୋର ବୟସ ହେଇଗଲା 1976 ମସିହାରେ, ମୁଁ ବାଇଟାଙ୍ଗ ମଠକୁ ଯିବା ଆସିବା କଲି। ସେଠୁ ତାଙ୍କ ଠାରୁ ବ୍ରହ୍ମସୂତ୍ର ନେଇକରି ମୁଁ ଯୋଗ ସାଧନା ଆରମ୍ଭ କଲି। ହେଲେ 2 ଥର ଗୁରୁ ହେଲା। ଯୋଗ ସାଧନା କରିସାରିଲା ପରେ 1985 ମସିହାରେ ମୁଁ ଘର ଦ୍ୱାର ଛାଡି ଦେଇକି ତାଙ୍କ ପାଖରେ ସବୁଦିନ ପାଇଁ ରହିଲି ହେଲା। 1985 ମସିହାରେ ରହିଲି ଯେ, କିନ୍ତୁ ବାନା ନେଇନଥିଲି। 5 ବର୍ଷ ରହି ସାରିଲା ପରେ 1990 ମସିହାରେ ମୋ ମା ଠାରୁ ସେ ଆଦେଶ ପାରିକି ମତେ ସେ ବାନା ଦେଲେ। ସେ କହିଲେ ଯେ ମୁଁ ତୋ ମା କୁ ପଚାରିମି, ଯଦି ସେ ଆଦେଶ ନ ଦିଏ ତାହେଲେ ଏ ଜନ୍ମରେ ତୁ ସନ୍ନ୍ୟାସୀ ହେଇପାରିବୁନୁ। ତେଣୁ ସେ 3 ଡାକ ମାଇଲେ ସମାଧିରେ ବସିକି, କଣ ତୋ ପୁଅକୁ ବାବାଜୀ କରିବୁ? ସେଠୁ ସେ କହିଲେ ହଁ ସେ କହୁଛି ବାବାଜୀ ହଉ। ନା ବାବାଜୀ କରିବୁ? ହଁ ସେ କହୁଛି ତ ହଉ। ବାବାଜୀ କରିବୁ? ସେଠୁ ସେ କାନ୍ଦି ପକେଇଲା, ଆଉ କହିଲାନି। ସେଠୁ ଗୁରୁ କହିଲେ ଠିକ ଅଛି। 3 ଡାକ 2 ଡାକ ଜବାବ ଦେଲା। ଗୋଟେ ଜାଗାରେ ଯେତେବେଳେ ଜବାବ ନଦେଲା, ମୁଁ କାନିରେ ଗଣ୍ଠି ପକେଇ ରଖିଲି। ତୁ ଏବେ ବାବାଜୀ ହେଲୁନୁ, ମୁଁ ତତେ ଖାଲି ଲୁଗା ପିନ୍ଧେଇ ଦଉଛି, କିନ୍ତୁ ତୁ ବାବାଜୀ ହେଇନୁ। ତାମାନେ ପ୍ରକୃତ ସନ୍ନ୍ୟାସୀ ଯୋଉଟା ହବା କଥା ହେଇନୁ। ତାପରେ ସେଠୁ ମା ମଲେ, ତୁ ସନ୍ନ୍ୟାସୀ ହେବୁ। ତାପରେ ସେଠୁ ମା ତ ଗଲେ, ରହିଛି, ଗୁରୁ ତ ଗଲେ, ଏମିତି ଚାଲିଛି ଆଉ କଣ। କେତେ ହେଇଗଲେ? 3। ହଁ, ଥରେ ସାବିତ୍ରୀ ମନ୍ତ୍ର ଦେଲେ, ଥରେ ବ୍ରହ୍ମସୂତ୍ର ଦେଲେ, ଥରେ ସନ୍ନ୍ୟାସ ଦୀକ୍ଷା ଦେଲେ, କୋଉ ପିନ୍ଧେଇକି ବୈଷ୍ଣବ ଦୀକ୍ଷା ମତେ ଦେଲେ। 3 ନା? ଆଚ୍ଛା, 4 ନା 3। ହଁ। ଥରେ ସାବିତ୍ରୀ ମନ୍ତ୍ର ଦେଲେ, ଥରେ ବ୍ରହ୍ମସୂତ୍ର ଦେଲେ, ଥରେ କୋଉ ପିନ୍ଧେଲେ, ବୈଷ୍ଣବ ଦୀକ୍ଷା ଦେଲେ। ଆଜ୍ଞା। 3 ହେଲା ନା? ତାପରେ ଦେହ ତ୍ୟାଗ କରିବାକୁ 13 ଦିନ ବାକି ଅଛି। କାଲକାଟା ମାଟ୍ୟା ବ୍ରୁସରେ ସେ ମତେ ଶୂନ୍ୟ କଣ୍ଠି ପ୍ରଦାନ କରିକି ଗଲେ। ତେଣୁ ସିଏ ହେଲେ ମୋର 4 ଥର ଗୁରୁ। କଣ ବୁଝିଲା ନା? ତାଙ୍କରି ଆଶୀର୍ବାଦ, ଘନ ଘନ ଆଶୀର୍ବାଦ। ଏ ପ୍ରଭୁ ଆପଣଙ୍କ ପାଦ ତଳେ ମୋର 100 କୋଟି କୋଟି ପ୍ରଣାମ। ବୁଝିଲ ନା? ତାଙ୍କରି ଆଶୀର୍ବାଦରୁ ମୁଁ ଆଜି ଯଦି ପଦେ କିଛି କହୁଛି ତମ ମାନଙ୍କୁ, ତାଙ୍କରି ଆଶୀର୍ବାଦ। ଯେ ନାମକୁ ଥରେ କରିଛି ବିଶ୍ୱାସ, ନ ଛାଡ଼ିବି ଗଲା ପର୍ଯ୍ୟନ୍ତ ନିଶ୍ୱାସ। ବୁଝିପାରିଲ? ଏଇ ଶପଥଟା ତମକୁ କରିବା ପାଇଁ ପଡିବ। ଯେ ନାମକୁ ଥରେ କରିଲି ବିଶ୍ୱାସ, ନ ଛାଡ଼ିବି ଗଲା ପର୍ଯ୍ୟନ୍ତ ନିଶ୍ୱାସ। ଅନ୍ୟ ଗୁରୁ କରିବାକୁ ମନ ବଳେଇବିନି, କାହିଁକିନା ଯେହେତୁ ମୁଁ ପ୍ରକୃତ ସଦ୍ଗୁରୁକୁ ପାଇଲେ ଅନ୍ୟ ଗୁରୁ ମୋର କଣ ଆବଶ୍ୟକ। ଆଜ୍ଞା। ତେଣୁ ଏଇ ଦୃଢତା ଧରିକି ଯଦି ରଖିବ, ଟଳିବ ନାହିଁ ଦୃଢରୁ ବୃକ୍ଷ ଫଳ ଫଳିବ। ଟେକା ଟେକି କଥା ନ ଶୁଣି ମନ ଧୀର କରିବ। କରିକି ଯଦି ଗୋଟିଏ ବାଟରେ ରହିବ, ତାହେଲେ କିଛି ଦିନ ଫଳ ଫଳିବ। ମଞ୍ଜିଟା ପକେଇ ଦେଇକିରି ତମେ ଯଦି ଗଛ ନ ଉଠୁଣୁ ପୁଣି ହଳ କରିଦେଲ, ସେ ମଞ୍ଜି କଣ ହବ? ନଷ୍ଟ ହେଇଯିବ ନା। ବାସ ସେଇଭଳି ତମେ ଗୋଟିଏ ମଞ୍ଜି ଧରିଛ, ଯେପର୍ଯ୍ୟନ୍ତ ମୁଁ ଶେଷ ସୀମାରେ ନ ପହଞ୍ଚିଛି ମୁଁ ଛାଡ଼ିବି ନାହିଁ, କଷିବିନି କାଳେ। ଏଇ ଧାରଣାଟା ରଖିବ। ବୁଝିଲ? ରଖ, ଦେଖ, ପରୀକ୍ଷା କର। ଖାଲି ଭଲ ପାଇ ଶିଖ, ଆଉ କିଛି ନାହିଁ, ସବୁ ହେଇଯିବ। ଗୁରୁଙ୍କୁ ନିଜ ବାପ ଭଳି ମନେ କରିବ। ଗୁରୁଙ୍କ ଆଶ୍ରମକୁ ନିଜ ଘର ବୋଲି ମନେ କରିବ। ଯେତେବେଳେ ଆସି ପହଞ୍ଚିବ, କୋଉଠି ଯଦି ଖଣ୍ଡେ କାଗଜ ପଡ଼ିଛି ତାକୁ ନେଇକି ଉଠେଇକି ରଖିଦବ, ତାକୁ ସଫାସୁତୁରା କରିଦବ। ସେଟା ନିଜ ଘର ବୋଲି ଭାବିବ, ଅନ୍ୟ ଘର ବୋଲି ଭାବିବ ନାହିଁ। ଆପଣାର କରିନବ।
କରିନିଅ ତମେ ଯେତେ ଆପଣାର କରିନବ ଗୁରୁ ତମର ସେତେ ଆପଣାର ହେଇଯିବେ। ତମେ ଯେତେ ଦୂରେଇକି ଥିବ ଗୁରୁ ସେତେ ଦୂରେଇକି ରହିଥିବେ। ହଁ ନିଶ୍ଚିତ। କଣ ବୁଝିପାରୁଛ ନା? ଏଇ ହଉଛି କଥା ନା। ଆଉ ଶିଷ୍ୟ ଆସୁଛନ୍ତି ଆସିକି ଦେଖିଦେଇକି ଯୋଉମାନେ ଦୀକ୍ଷା ନେଇଛନ୍ତି ମୁଁ ତାଙ୍କ ନାଁ କହୁନି ଆସିକି ପହଞ୍ଚିଗଲେ ଦେଖିଦେଲେ କହିଲେ ବାବାଙ୍କର ବଡ ଲୋଭ ହେଲାଣି ଇଏ କଣ ଘର ଗୁଡାକ ଅଧିକ କଲେଣି। କଣ ବୁଝିପାରୁଛ ନା? କିନ୍ତୁ ସେମାନେ ବୁଝିପାରୁନାହାନ୍ତି ଘରଟି ଅଧିକା କରିଥିଲେ ଆଜି ତମେ ହିଁ ଆସିବା ପାଇଁ ଚାହୁଁଛ ଯଦି ଘରଟି ନଥିବ ରହିବ କୋଉଠି? ସେ ବାବା କାହା ପାଇଁ କରୁଛନ୍ତି? ତମମାନଙ୍କ ପାଇଁ କରୁଛନ୍ତି। ତମ ମାନେ ଆସି ରହିବ ଆନନ୍ଦ ହବ ବସିବ ବୁଲିବ ଏଇଥିପାଇଁ କରାହଉଛି ନା। ଆଉ ହଉ ଆସ କେତେବେଳେ କଥା ହବା। ଆଜ୍ଞା। ରହୁଛନ୍ତି ପ୍ରଣାମ।